ଚିଙ୍ଗୁଡ଼ି ଝୋଳ ମସଲା ଖାଇ ଖାଇ ବୋର୍ ଲାଗିଲାଣି। ଭାବିଲି କ'ଣ ପ୍ରସ୍ତୁତ କରିବି, ଦେଖିଲି ଯେ ପନିପରିବା ଗୁଡ଼ାକ ବି ଅଛି। ତ ଚାଲ ଆଜି ଚିଙ୍ଗୁଡ଼ି ଘାଣ୍ଟ ହିଁ ପ୍ରସ୍ତୁତ କରିଦେବା। ତ ଦେଖନ୍ତୁ ବହୁତ ହି ୟୁନିକ୍ ଷ୍ଟାଇଲ୍ରେ ଚିଙ୍ଗୁଡ଼ି ଘାଣ୍ଟଟି ଆମର ବନିଲା, ବହୁତ ଟେଷ୍ଟି ବି ଥିଲା। ତ ଦେଖିବେ ଯେଉଁମାନେ ବି ୟାକୁ ଥରେ ବନେଇବେ ନା ବାରମ୍ବାର ବନେଇବେ, ଏତେ ସ୍ୱାଦିଷ୍ଟ ବି ଲାଗିବ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରି ବନାନ୍ତୁ, ଦେଖିବେ ସମସ୍ତେ ଘରେ ପସନ୍ଦ କରିବେ। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି ନା ଚିଙ୍ଗୁଡ଼ି ଘାଣ୍ଟଟି। ତ ଆପଣମାନଙ୍କ ପାଖରେ ଯାହା ବି ପନିପରିବା ଅଛି ଏଡ୍ କରି ଏ ଘାଣ୍ଟଟି ଆପଣମାନେ ପ୍ରସ୍ତୁତ କରିପାରିବେ। ଅଧଘଣ୍ଟାରେ ପୁରା ଫଟାଫଟ ବନିକି ପୁରା ଇଏ ରେଡ଼ି ହେଇଯିବ। ତା ସହିତ ଗରମ ଗରମ ଅରୁଆ ଭାତ ହଉ କି ଉଷୁନା ଭାତ ହଉ, ଦେଖିବି ପୁରା ଥାଳିଏ ଭାତ ଖାଇଦେବେ, ଏତେ ସ୍ୱାଦିଷ୍ଟ ଲାଗିବ। ବା ରୁଟି ହଉ। ତ ଦେଖନ୍ତୁ କେତେ ବଢ଼ିଆ ପୁରା ଷ୍ଟ୍ରକ୍ଚର ଆସିଛି। ତ ଚାଲନ୍ତୁ ଲେଟ୍ ନକରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ପ୍ରଥମେ ଆମେ କିଛି ଚିଙ୍ଗୁଡ଼ି ନେବା। ଚିଙ୍ଗୁଡ଼ିକୁ ଭଲସେ କ୍ଲିନ୍ କରି ଟିକେ ଧୋଇଦେବା। ଏଠି ଦେଖନ୍ତୁ ଯେହେତୁ ଛୋଟ ଚିଙ୍ଗୁଡ଼ି, ମୁଁ ତା ଚୋପାକୁ ଟୋଟାଲ ବାହାର କରିନି। ତ ଆପଣମାନେ ଚାହିଁଲେ ବାହାର କରିପାରିବେ ଉପର ପାର୍ଟ ଚୋପାକୁ ତାର। ତ ଗୋଟେ ପେନ୍ ନେବା, ସେଥିରେ ଆମେ ସୋରିଷ ତେଲ ଏଡ୍ କରିଦେବା। ପୁଣି ଥରେ ସେଥିରେ ଚିଙ୍ଗୁଡ଼ିକୁ ବି ଏଡ୍ କରିଦେବା। ଏଡ୍ କରି ଭଲସେ ଆକୁ ଟିକେ ହାଇ ଫ୍ଲେମ୍ରେ ହିଁ ଆମେ ଭାଜିବା। ଯେହେତୁ ଚିଙ୍ଗୁଡ଼ି ପାଣି ଛାଡ଼ିବ, ତ ଦେଖିବେ ସେଇଥିପାଇଁ ସବୁବେଳେ ହାଇ ଫ୍ଲେମ୍ରେ ହିଁ ଭାଜିବେ। ଆଉ ପୁରା କ୍ରିସ୍ପି ବନିବ ହାଇ ଫ୍ଲେମ୍ରେ ଭାଜିଲେ। ତ ପୁଣି ସେରେ ଆମେ ଅଳ୍ପ ଟିକେ ସେଥିରେ ହାଫ୍ ଚାମଚ ହଳଦୀ ଗୁଣ୍ଡ ଏଡ୍ କରିବା। ହଳଦୀ ଗୁଣ୍ଡ ଏଡ୍ କରିବା ଦ୍ୱାରା ଦେଖିବେ କଲର୍ ବି ବହୁତ ବଢ଼ିଆ ଆସିବ, ଆଉ ତାର ଆଇଁଷିଆ ସ୍ମେଲ୍ଟା ବି ଚାଲିଯିବ। ତ ଦେଖନ୍ତୁ କେତେ ସୁନ୍ଦର ପୁରା ଚିଙ୍ଗୁଡ଼ି ଭାଜିକି ଆମେ ରେଡ଼ି କରିସାରିଲେଣି। ତ ଏବେ ଗୋଟେ ଆମେ ପ୍ଲେଟ୍କୁ ବାହାର କରିଦେବା। ତ କେତେ ସୁନ୍ଦର ବି ଦେଖାଯାଉଛି ନା। ତ ସେଇ ପେନ୍ଟି ହିଁ ନେବା, ସେଇଥିରେ ପୁଣି ଥରେ ଆମେ ଏଡ୍ କରିଦେବା ସୋରିଷ ତେଲ। ଯେକୌଣସି ନନଭେଜ୍ ବନାନ୍ତୁ, ଦେଖିବେ ଯଦି ସୋରିଷ ତେଲରେ ବନେଇବେ ନା, ପୁରା ତା ଟେଷ୍ଟକୁ ହିଁ ସେ ବଢ଼େଇ ଦେଇଥାଏ। ତ ଏବେ ସେଇଥିରେ ଆମେ ଅଳ୍ପ ଟିକେ ଜିରା, ପୁଣି ସେଥିରେ ଗୋଟା ମସଲା ଏଡ୍ କରିବା। ଯାହା ବି ଆପଣମାନେ ଗୋଟା ମସଲା ପସନ୍ଦ ଆପଣମାନେ ଏଠି ଏଡ୍ କରିପାରିବେ। ତ ଟିକେ ଗୋଟା ମସଲାକୁ ଟିକେ ଆମେ ଭାଜି ହେବାକୁ ଦେବା। ତ ଗୋଟା ମସଲା ଟିକେ ଭାଜି ହେଇସାରିବା ପରେ ଏଠି ମୁଁ ଦୁଇଟି ବଡ଼ ସାଇଜ୍ର ପିଆଜ କଟିଂ କରି ଏଡ୍ କରିଛି। ତ ଆପଣମାନେ ଚାହିଁଲେ ଏଠି ପିଆଜ ଗ୍ରେଟ୍ କରି ବି ଏଡ୍ କରିପାରିବେ। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା, ଟିକେ ସଫ୍ଟ ହେବାକୁ ଦେବା ପିଆଜକୁ। ତ ପିଆଜ ଟିକେ ସଫ୍ଟ ହେଇସାରିବା ପରେ ଆମେ ସେଥିରେ ଏଡ୍ କରିଦେବା ଅଦା, ରସୁଣ, ଶୁଖିଲା ଲଙ୍କାର ମୁଁ ପେଷ୍ଟ ଏଡ୍ କରିଛି। ତ ଆପଣମାନେ ଚାହିଁଲେ କଞ୍ଚା ଲଙ୍କାର ପେଷ୍ଟ ବି ଏଡ୍ କରିପାରିବେ। ତ ପୁଣି ଥରେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ତ କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଟିକେ ଅଦା ରସୁଣର ଟିକେ କଷିଦେବେ। ପୁଣି ଦେଖନ୍ତୁ ଅଳ୍ପ ଟିକେ ମୁଁ ଏଠି ଚଣା ଡାଲି ବା ଆପଣମାନେ ଆଉ କହିପାରିବେ ବୁଟ ଡାଲି। ବୁଟ ଡାଲିକୁ କିଛି ସମୟ ଆଗରୁ ମୁଁ ଭିଜେଇ ଦେଇଥିଲି, ସେ ବୁଟ ଡାଲିକୁ ସେଥିରେ ମୁଁ ଏଡ୍ କରିଦେଇଛି। ବୁଟ ଡାଲି ଆମର ହାଲକା ଟିକେ ଫ୍ରାଏ ହେଇସାରିବା ପରେ ଏଠି ଦେଖନ୍ତୁ ଯାହା ବି ଆପଣମାନେ ଚାହିଁବେ ଏଠି ଏଡ୍ କରିପାରିବେ। ମଟର ବି ଚାହିଁଲେ ଏଡ୍ କରିପାରିବେ। ତ ମୁଁ ଏଠି ବଡ଼ କାନ୍ଦୁଲ ବା କଞ୍ଚା ବଡ଼ କାନ୍ଦୁଲ ଥିଲା ମୋ ପାଖରେ, ତ ମୁଁ ହାଫ୍ ଗିନା ସେଥିରେ ଏଡ୍ କରିଛି। ତ ଏବେ ଭଲସେ ୟାକୁ ଟିକେ ମିକ୍ସ କରି ଟିକେ କଷିଦେବା। ପୁଣି ସେଥିରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା ଏଡ୍ କରିଦେବା। ଟିକେ ଗିନାକୁ କ୍ଲିନ୍ କରି ପାଣି ଦେବା, ଯେହେତୁ ଆମେ ଶୁଖା ମସଲା ଏଡ୍ କଲେ, ତ ଅଧିକା ଯେମିତି ଶୁଖା ବନିବନି। ତ ମସଲାଟି ଆମର ଯେମିତି ପରଫେକ୍ଟଲି ପୁରା କଷି ହେବ। ତ ସେ ଅନୁସାରେ ସେଥିରେ ଅଳ୍ପ ଟିକେ ପାଣି ଏଡ୍ କରିଦେବେ। ତ ଦେଖନ୍ତୁ ଆମର ମୁଁ ଏଠି ପନିପରିବାରେ କ'ଣ କ'ଣ ନେଇଛି। ତ ଅଳ୍ପ ଟିକେ ପଣସକୁ କଟିଂ କରି ନେଇଛି, ବାଇଗଣ ନେଇଛି, ପୁଣି ଦେଖନ୍ତୁ ଏଠି ମୁଁ ଦେଶୀ ଆଳୁ ନେଇଛି, ଆଳୁ ନେଇଛି। ତ ଆପଣମାନଙ୍କୁ ଯାହା ବି ପନିପରିବା ପସନ୍ଦ ଆପଣମାନେ ଏଠି ଏଡ୍ କରିପାରିବେ। ଯେହେତୁ ଘାଣ୍ଟ ବନାଉଛନ୍ତି, ତ ଘାଣ୍ଟରେ ତ ଆପଣମାନେ ଜାଣିଥିବେ ପନିପରିବା ସବୁ ମିକ୍ସ ହିଁ ବନାଯାଏ। ତ ଏବେ ସେଇଥିରେ ଏଡ୍ କରିଦେବା। ଏଡ୍ କରିକିରି ପୁଣି ଥରେ ଟିକେ ଭଲସେ ତଳ ଉପର କରି ପିତିପାତିଆ ସାହାଯ୍ୟରେ ଭଲସେ ଟିକେ ମିକ୍ସ କରିଦେବା। ତ ଏହି ସମୟରେ ଗ୍ୟାସ୍ ଫ୍ଲେମ୍ ପୁରା ହାଇ ଫ୍ଲେମ୍ରେ ରଖିକି ଭଲସେ ଟିକେ ମିକ୍ସ କରିବେ। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାଗଲାଣି। ତ ମସଲାର କୋଟିଂ ପୁରାପୁରି ପନିପରିବାରେ ଆମର ପୁରା ଲାଗିଗଲାଣି। ତ ଦେଖନ୍ତୁ ଏଇ ପ୍ରୋସେସ୍ରେ ଭଲସେ ଟିକେ ଆକୁ ମିକ୍ସ କରିଦେବେ। ତ ଏବେ ଆମେ କ'ଣ କରିବା ନା, ସ୍ୱାଦ ଅନୁସାରେ ଦେବା ଲୁଣ। ଯେତିକି ଆପଣମାନେ ପନିପରିବା ନେଇଥିବେ ସେ ଅନୁସାରେ ସେଥିରେ ଲୁଣକୁ ଏଡ୍ କରିଦେବେ। ଲୁଣକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଆପଣମାନେ ଯଦି ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନେଇବେ ନା, ଦେଖିବେ ପରଫେକ୍ଟ ବନିବ। ପୁଣି ଥରେ କଭର୍କୁ ଟିକେ ବନ୍ଦ କରି ଆମେ ସ୍ଲୋ ଆଞ୍ଚରେ 10 ମିନିଟ୍ ପର୍ଯ୍ୟନ୍ତ ଟିକେ କଷିବା। 10 ମିନିଟ୍ ପରେ ଆମେ କଭର୍କୁ ବାହାର କରିବା। ତ ଦେଖନ୍ତୁ ଟିକେ ପନିପରିବା ଟିକେ ସଫ୍ଟ ବି ବନିଗଲାଣି। ଯେହେତୁ ଆମେ ସେଥିରେ ଲୁଣ ବି ଏଡ୍ କଲେ, ଟିକେ ପାଣି ବି ଛାଡ଼ିବା ଷ୍ଟାର୍ଟ କରିସାରିଲାଣି।
तो पुणी थे भलसे आपको टे मिक्स करदे। मिक्स हो सारा पर गरम गरम पानी एड करवा जेहेतु बैगण से एड अच्छी तो सब देखिए जेकोसी भी आपण मैंने रेसिपी बनाऊँ ठंडा पानी जदि एड करेंगे से पांचिया स्वाद दब किंतु गरम पानी एड करने द्वारा कौन कुकिंग भी फास्ट हम पुणी देखिए माने तार पांचिया स्वादटा आउ रही खाया पूरा टेस्टी लगे। तो पुणी थे भलसे आपको टे मिक्स करदे। मिक्स कर सारा पर आम पुणी थे कभर को टे बंद करदे आउ 10 मिनिट पर्यंत टे स्लो आंच रे बनवा दबा। आउ 10 मिनिट पर आपण मानक बाहर कर देखा देखु केते बढ़िया पूरा आमर सीझी भी गला पनीपरिया सब भलसे मिक्स भी चलतु ए टे करदे। तो देखो आलू भी गोटे खंड करी आपण मानक देखई दूची देखो परफेक्टली पूरा ये सीझी गला। तो पुणी थे भलसे आपको ए मिक्स करवा। मिक्स हो सारा पर आम पूरा ये पूरा पाखापाखि आम 70% पनीपरिया सीझी सारा पर आम से पुणी थे एड करदे चिंगुड़ी को एड कर भलसे टिके आपको आम मिक्स करदे। जेहेतु चिंगुड़ी भी सीझा टे टाइम लगे तो से चिंगुड़ी को पूरा 70% ये पनीपरिया सीझिला पर एड कर तो पुणी थे कभर को बंद करदे आउ 5 मिनिट पर्यंत स्लो आंच रे बनवा देवा। आउ 5 मिनिट पर आपण मानक देखा देखु केते बढ़िया पूरा बनिकी रेडी भी हो सारा पूरा परफेक्टली सीझी सारा। तो फ्रेश गोटा मसला को टिके हल्का भाजिकी मुझे गुंड कर एड कर आपण मैंने चाहिए ये घर बेसिक गरम मसला भी एड करेंगे। आउ टिके जदि स्वाद को बढ़िया को चाहूँगी ताहले आपण मैंने ये जदि देखिए जेकोसी चिंगुड़ी तरकारी जदि मैगी मसला टे पकईदेवे ना से टेस्ट ही बढ़े दी थाए तो चाहिए मैगी मसला भी एड करेंगे। तो देखो केते बढ़िया पूरा टेक्सचर आसी परफेक्टली पूरा आमर बनिकी पूरा रेडी भी हो सारा चिंगुड़ी घांट रेसिपीटी। तो अल्प टिके छोट छोट पीसेस रे कटिंग होती पियाज साग एड करदे। तो यहाँ पूरापूरी ऑप्शनल अच्छी अल्प टिके आम से एड करवा धनिया पत्र आउ अल्प टिके कस्तूरी मेथी एड करवा। तो कस्तूरी मेथी धनिया पत्र ये पियाज साग पूरापूरी ऑप्शनल अच्छी आपण मैंने चाहिए एड करेंगे ना स्किप भी करेंगे। तो पुणी थे भलसे आपको टे मिक्स करदे। तो कभर को टे बंद करी एबे आम गैस पैन को ऑफ करदे। तो 5 मिनिट पर आपण मानक मु कभर बाहर करी देखौछि देखंतु केते बढ़िया हमर चिंगुड़ी घांटड़ी बनिकी पूरा रेडी हो सारी पूरा पाखर भी देखौछि देखंतु गोटे प्लेट को बाहर करी। तो आपण मैंने घरे आपको निश्चय ट्राए करंतु देखिए पिलाटू बड़ समस्ते पसंद करेंगे। जो मैंने देखिए पिला माने जदि घांटा तरकारी खाया पसंद करती ना तो आपण मैंने ये चिंगुड़ी जदि से एड करके देवे ना समस्ते प्लेट पोछी खाइबे। तो फाइनाली आमर चिंगुड़ी घांटा रेसिपी प्रस्तुत हो सारी। तो गरम गरम अरुआ भात सहित चिंगुड़ी तरकारी खाइबे तार देखिए टेस्ट ही भूली पारे एत ही स्वादिष्ट लगे। ऊपर अल्प टिके देखो पियाज साग पुणी धनिया पत्र एड कर पूरापूरी ऑप्शनल अच्छी केते सुंदर भी देखा ना। तार देखो पूरा स्ट्रक्चर देखी जानी पड़े केते बढ़िया देखा। तो फ्रेंड्स आपण मानक जदि भिडियोटी मोर पसंद आसीबो ताहले सांग मानक शेयर करंतु लाइक करंतु चैनल रे जदि नुआ अछंती ताहले चैनल को मोर सब्सक्राइब कर दियंतु बेल आइकन क्लिक कर दियंतु जहाँ फल मोर सब वीडियो नोटिफिकेशन प्रथमे आपण मानक पहुँचो। मु एमती इजी इजी वीडियो नहीं आसीबी आपण माने देखि घरे निश्चय ट्राए करंतु। तो देखंतु अरुआ भात सहित हेत काकुड़ी पुणी चिंगुड़ी घांट तो तार स्वाद ही किसी अलग। तो आपण मैंने घरे आपको निश्चय ट्राए करेंगे देखिए समस्ते पसंद करेंगे। तो फेसबुक पेज देखुंत ताहले फेसबुक पेज मोर फॉलो करंतु। तो से पर्यंत रोची पुणी एक नुआ रेसिपी नहीं आसबि। नमस्कार जय जगन्नाथ।